ଆଜି ମତେ ଏ କ୍ଲାଇମେଟ ଦେଖି ପୁରୁଣା କଥା ମନେ ପଡିଗଲା। ହାଏ ମୁଁ ସୌମ୍ୟ ଲାଇକ୍ ଏ ମିନିଂ ଖବର ମୋର ଏଇଟା ପାର୍ଟ 7 ଆଉ ଆଜି ମର୍ଣ୍ଣିଂ ପୁରା ଝାଗାସ ଥିଲା ଯେମିତି ତମର କେବେ ନଥିବ। ଆଜି ମର୍ଣ୍ଣିଂ ରେ ଉଠିକି ମୁଁ ଟିକେ ମିରର ଆଗକୁ ଗଲି କାରଣ ମତେ ଲାଗୁଛି ମୁଁ ଟିକେ ସୁନ୍ଦର ହେଇଗଲି ବୋଲି। ଛାଡ ସେ ସବୁ କାମ ସାରିକି ମୁଁ ଆସିଲି ଡ୍ୟୁଟିକୁ ଆଉ ବହୁତ ଖରା ବି ହଉଥିଲା। ଡିରେକ୍ଟ ଆସିଲି ମୁଁ ପ୍ଲେଟ୍ ଉଠେଇବା ପାଇଁ ଛାତ ଉପରକୁ। ସବୁ କାମ ସାରିକି ନିଜ ବ୍ରେଡ ଟୋଷ୍ଟ କଲି। ତମେ ତ କେବେ କରିନଥିବ। ଦେନ୍ କିଛି ନାସ୍ତା ପାଇଁ ଏଗ ଏଣ୍ଡ ବ୍ରେଡ ଆଉ ଟି ବ୍ରେକ୍ ନେଲି। ଭିତରକୁ ଆସିକି ଦେଖୁଛି ସୋନୁ ଭାଇ ଆଜି ପୁରୀ କରୁଥିଲେ। ଏଟା ଦେଖି ମୋ ପାଟିରେ ପୁରା ଭୋକ ମାଡ଼ିଗଲା। ତମ ପାଟିରେ ତ ପାଣି ମାଡୁ। ସମସ୍ତଙ୍କର ବ୍ରେକଫାଷ୍ଟ ସାରିଲା ପରେ ମୁଁ ଆଜି ଡ୍ରିଙ୍କ କଲି ବ୍ଲୁବେରୀ। ତମେ ତ କେବେ ମିଲ୍କ ସେକ୍ ଡ୍ରିଙ୍କ କରୁନଥିବ ଆଉ ଆଜି ମୁଁ ଫାର୍ଷ୍ଟ ଟାଇମ ଡ୍ରିଙ୍କ କରୁଛି। ଆଉ ସୋନୁ ଭାଇ ଖାଉଥିଲେ ଆଜି ଅରେଞ୍ଜ ଆଉ ସେଇଟା ମତେ ଦେଖି କଣ କହିବି ତାଙ୍କୁ। ଡ୍ରିଙ୍କ ପରେ ମୁଁ ଖାଇଲି ପୁରୀ ଏଣ୍ଡ ସବଜି। ତମେ ତ କେବେ ଖାଇ ନଥିବ ଆଉ ଏଟା ମୋର ଡେଲି ରୁଟିନ ଟା। ଆଉ କିଛି ଟାଇମ ପରେ ଆମେ ସବୁ କାମ ସରେଇଲୁ ଆଉ ଗଲୁ ରୁମକୁ ଆମେ ଦି ଜଣ। ଦେନ୍ ଦିନ ବେଳେ ମୁଁ ଆଉ ମୋ ଭାଇ ମାନେ ଗଲୁ ସୁଇମିଂ ପୁଲ ପାଖକୁ। ସେ ପାଣି ଦେଖିକି ତ ମତେ ପୁରା ଗାଧୋଇବା ପାଇଁ ଇଚ୍ଛା ହଉଥିଲା ବହୁତ। କିନ୍ତୁ କଣ କରିବା ସେଇଠି ତ ଆମ ସାବୁନ ଏଲାଉ ନାହିଁ। ତମ ଭାଇ ସାବୁନ ଏଲା ନହେଲେ ତ ଗାଧୋଇବା ଭଲ ଲାଗିବ। ଦେନ୍ ମୁଁ ନିଜ ଫେସ୍ ଦେଖିଲି ଆଉ ମୁଁ କେବେ ଭାବୁଛି ନିଜ କ୍ୟୁଟ୍। ଆଉ କିଛି ଟାଇମ ପରେ ଦେଖୁଛି ଯେ ଆଜି କ୍ଲାଇମେଟ ପୁରା ଖରାପ ହେଇଯାଇଛି। ସେଟା ଦେଖିକି ତ ମତେ ପୁରୁଣା କଥା ମନେ ପଡିଲା। ଯଦି ମୁଁ ଘରେ ଥାନ୍ତି ଏବେ ତ ମୁଁ ଘରେ ଶାନ୍ତିରେ ଶୋଇଥାନ୍ତି। ଆଉ ତମର ଏକ ମତାମତ କଣ ରହୁଛି କ୍ଲାଇମେଟ ରେ କମେଣ୍ଟ କର।